କହୁଛି ତ କହୁଛି ସିଂହାସନ ଫାଙ୍କା ଦେଉଳ ଖାଲି ଜଗା ନାହିଁ ଜଗାକୁ କିଏ ନେଲା ଆଜି ସକାଳେ ମୁଁ ପେପର ପଢିଥିଲି କିଛି ମୂର୍ତ୍ତି ସ୍ୱର ମାଗିଛନ୍ତି ଚାରିଆଡେ ବୁଲି ବୁଲି ମୂର୍ତ୍ତି ଚୋରି କରୁଛନ୍ତି ହେ ଭଗବାନ ତାପରେ ସେ ବିଧର୍ମୀ ମାନେ କଣ ଜଗାକୁ ଦେଉଳରୁ ନେଇଗଲେ କଣ ହେଇଛି କିଏ ବଡି କରୁଛି ଉଆସ ପାଚେରୀ ଡେଇଁ ଭିତରେ ଥିବା ଦେଉଳରୁ ଦେଉଳରୁ କଣ ଦେଉଳରୁ ଆରେ ତମେ କିଛି କହୁନ କାହିଁକି ଏମିତି ଚୁପ୍ ହେଇଗଲେ କଣ ପାଇଁ ଦେଉଳରୁ ଜଗାକୁ କିଏ ଚୋରେଇ ନେଇଛି ମା କଣ କହିଲ ତମେ ଦେଉଳରୁ ଜଗାକୁ କିଏ ଚୋରେଇ ନେଇଛି ତମର ଦେଉଳରେ ଜଗା ନାହିଁ ନାହିଁ ମା ମୁଁ ସତ କହୁଛି ନା ମିଛ ହଁ ମିଛ ତମେ ଯାହା ସବୁ କହୁଛ ସବୁ ମିଛ କହୁଛ ଠିକ କଥା ଏମାନଙ୍କ କଥା ମୋର ବିଶ୍ୱାସ ହଉନି ତୁ ଗଲୁ ମା ଭଲ କରି ଦେଖେ ଯା ମା ମୁଁ ସତ କହୁଛି ମୋ ଆଖି ଚୁଟି ମୁଁ ସତ କହୁଛି ମା ଦେଉଳ ଭିତରେ ଖାଲି ରତ୍ନ ସିଂହାସନ ଫାଙ୍କା ଜଗା ନାହିଁ ମା ଏ ସତ ପୁରୁଷର ଦେଉଳ ଦେଉଳର ବୟସ ଯେତିକି ତା ଭିତରେ ପୂଜା ପାଉଥିବା ଜଗାର ବୟସ ସେତିକି ଉଆସ ପାଚେରୀ ନେଇ ଦେଉଳ ଭିତରୁ ଜଗାକୁ ନେଇଯାଇଛନ୍ତି ମାନେ ଏ ଉଆସ ଆଉ ରହିବନି ରେ ମା ବଡ଼ମା ଏ ବଂଶ ପ୍ରତି ବିପଦ ମାଡ଼ି ଆସୁଛି ବଡ଼ମା ବଂଶ ହେଇଛି ସତ ପୁରୁଷର ଜମିଦାରୀ ଉଆସ ଶେଷ ହେଇଛି ବଡ଼ମା ଆମ ଜଗନ୍ନାଥ ଠାକୁର କୋଉ କଡ଼େଇ ନୁହେଁ ଯେ ତାକେ ଚୋରେଇକି ନେଇଯିବ ସେମିତି ହେଇଥିଲେ କଳାପାଡ଼ କଣ ଆମ ଜଗନ୍ନାଥକୁ ନେଇପାରି ନଥାନ୍ତା ମୋଗଲ ଠାରୁ ଆରମ୍ଭ କରି ତୁଗଲକ କରି ଆଉରଙ୍ଗଜେବ ଆଦି କେତେ ଆକ୍ରମଣକାରୀ ମାନେ ଇଚ୍ଛା କରି ଚେଷ୍ଟା କରିବି ଆମ ଜଗନ୍ନାଥ କଣ ଆମ ଓଡ଼ିଆ ଘର କେହି ନେଇଯାଇ ପାରିଛନ୍ତି ଯୋଉ କଳାପାଡ଼ ଯୋଉ ଠାକୁରଙ୍କୁ ବଡ଼ଦାଣ୍ଡରେ ହାତ ଦ୍ୱାରା ଘୋଷାରି ଘୋଷାରି ନେଇ ମହୋଦଧି କୂଳରେ ପୋଡ଼ିବା ପାଇଁ ଚେଷ୍ଟା କରିବି ପଡ଼ିପାରି ନଥିଲା ଆଉ ଯୋଉ ଠାକୁର କେବଳ ସେ ବିଧର୍ମୀ ମାନଙ୍କ ପାଇଁ ଡଙ୍ଗାରେ ବସି ଚିଲିକାରେ 100 ଜାଗା ବୁଲିଯିବ ସେ କୋଉଠି ବୁଡ଼ି ଯାଇନି କି ହଜି ଯାଇନି ତାକୁ ନବ କିଏ ଆଉ କୁଆଡ଼େ ବି ନବ ଜଗନ୍ନାଥ ହଉଛନ୍ତି ଆମ ଓଡ଼ିଆଙ୍କର ଆତ୍ମା ଆମ ଅତୀତ ଆମ ବର୍ତ୍ତମାନ ଆମ ଭବିଷ୍ୟତ ତେଣୁ ତାକୁ ନବ କିଏ ଆଉ କୁଆଡ଼େ ବା ନବ ନେଇଯାଇଛନ୍ତି ଜଗନ୍ନାଥ ମୂର୍ତ୍ତି ନାହିଁ ତାହେଲେ ମୋ ଜଗା ଗଲା କୁଆଡ଼େ ଚାରିଆଡ଼େ ପ୍ରକଟ ହେଇଯିବ କିଏ କେତେ କଣ କହିବେ କହିବେ କଣ ଲୋକମାନେ କଥା ହଉଛନ୍ତି ମନ୍ଦିରରୁ ଠାକୁର ଉଭା ହେଇଯିବା ଭଲ ଲକ୍ଷଣ ନୁହଁ ଅଶୁଭ ଲକ୍ଷଣ କିନ୍ତୁ ବହୁତ ଜାଣିବାରେ ତା ବିନା ଇଚ୍ଛା ତାକୁ କେହି ବି କୁଆଡ଼େ ନେଇକି ଯାଇପାରିବନି ଆଉ ଯଦି ସେ କୁଆଡ଼େ ଯାଇଥିବ ତାର ନିଜ ଇଚ୍ଛାରେ ହିଁ ଯାଇଥିବ ମୋ ମନ ଜମାରୁ ବୁଝୁନି ଲୋ ମା ବଡ଼ମା ତମମାନେ ଯାଇ ଦେଖ ମୋ ଜଗା ଗଲା କୁଆଡ଼େ କୁଆଡ଼େ ଗଲା ମୋ ଜଗା ମା ତୋ ଜଗା ଏଇଠି ମୋ କାନ୍ଧରେ ତୁ ଜଗାକୁ ନେଇ କୁଆଡ଼େ ଯାଇଥିଲୁ ବୁଲେଇବାକୁ ବୁଲେଇବାକୁ ଏଇ ଦେଖେ ତୁ ଯଦି ରାତି ଦିନ ଗୋଟେ ଘର ଭିତରେ ବସିକି ରହିବୁ ତତେ କେମିତି ଲାଗିବ ହଁ ବିରକ୍ତ ଲାଗିବ ଅଣନିଶ୍ୱାସୀ ଲାଗିବ ବାସ୍ ମୋ ଜଗା ସେମିତି ଦେଉଳ ଭିତରେ 24 ଘଣ୍ଟା ବସିକି ରହୁଛି ତାକୁ କଣ ଅନିଶ୍ୱାସ ଲାଗୁନଥିବ ନା ବିରକ୍ତି ଲାଗୁନଥିବ ଆରେ ସେ କଣ ମଣିଷ ସେ ପୁରା ଦେବତା ଆଲୋ ମା ଦେବତା ଆଉ ମଣିଷ ଭିତରେ ଫରକ କଣ ଯେ ମଣିଷଙ୍କର ଜୀବନ ଅଛି ହେଲେ ଠାକୁରଙ୍କର ଜୀବନ ଅଛି କଣ କହିଲୁ ଜଗାର ଜୀବନ ନାହିଁ ଆଚ୍ଛା ଯଦି ମୋ ଜଗାର ଜୀବନ ନାହିଁ ତାହେଲେ ତମେ ମାନେ ତାକୁ ସବୁ ମୁଣ୍ଡିଆ ମାରୁଛ କାହିଁକି ସକାଳ ସନ୍ଧ୍ୟାରେ ତା ପାଖରେ ଯାଇ କାହିଁ ଅଧିକା ପଡୁଛ ନା ଜଗନ୍ନାଥଙ୍କୁ ନେଇ ପ୍ରଶ୍ନ କରାଯାଏନି ଜଗାର ଜୀବନ ଅଛି ଆମେ ଖାଉଛେ ସେ ବି ଖାଉଛି ଅଳ୍ପ ନୁହଁ 60 କୋଟି 56 ଭୋଗ ଖାଉଛି ଆମେ ଗାଧଉଛେ ସେ ବି ଗାଧଉଛି ଆମେ ସାବୁନ ସାମ୍ପ ଲଗେଇ ଦଉଛେ ହେଲେ ମୋ ଜଗା କସ୍ତୁରୀ ଚନ୍ଦନ କର୍ପୂର ଲେପି ହଉଛି ଆମେ ଗୀତ ଶୁଣୁଛେ ହେଲେ ମୋ ଜଗା ବସି ଗୀତ ଗୋବିନ୍ଦ ଶୁଣୁଛି 36 ବାଟରୁ ଲୋକ ଆଣି ପରା 36 ଯୋଗ ଖଞ୍ଜିଛି ଆଉ 12 ମାସରେ 13 ଜାତ କହିଲା କଲା ଜୀବନ ନାହିଁ ଏଟା ତମଡ଼ା କିଛି ଜଣା ନାହିଁ ଆଚ୍ଛା ଭାଇ ନା ସତ କହିଲ ତମେ ଜଗାକୁ ନେଇ କୁଆଡ଼େ ଯାଇଥିଲ এই যে গরম পড়ুছি বিনা পঙ্খারে ঘরে শোই হচ্ছে শোই হଉନି ତେଣୁ ମୁଁ ଭାବିଲି ମୋ ଜଗାକୁ ବୋଧେ ଗରମ ଲାଗୁଥିବ ସେଇଥିପାଇଁ କାନ୍ଧରେ ବସି ଟିକେ ବାହାରେ ବୁଲେଇ ପବନ ଖୋଜୁଥିଲି ଆଉ ଏଇ ଦେଖ ଶୁଖିକିରି ଝାଳରେ ମୁହଁ କେମିତି କଳା କାଠ ପଡ଼ି ଯାଇଥିଲା ଏବେ ଖାଲି ଖିଲି ଖିଲି ହେଇ ହସୁଛି ଭାରି ଗୋରା ଟୋକାଟା ତ ଶୁଖି କଳା କାଠ ହେଇଯାଇଥିଲା ଆଲୋ ଦେଖେ ବା ତା ରଙ୍ଗଧରର ରଙ୍ଗିଲା ହସୁକୁ ଟିକେ ଦେଖେ କଣ ମଣି ଠିକ କହିଲି ତ
ଏବେ ଚାଲ ତମ ଜାଗାକୁ ଚାଲ। ଜୟ ଜଗନ୍ନାଥ। ସମସ୍ତେ ଏଠି କଣ ହେଇଛି? ଗାଁ ଲୋକ ସବୁ ଦଳ ଦଳ ହେଇ ଏଠୁ ବାହାରିକି ଯାଉଛନ୍ତି, କଥା କଣ? ଜାଣିଛ ବାବା ଭାଇନା କଣ କରୁଛନ୍ତି? କଣ କରିଛି? ଠାକୁର ବାହାରେ ବୋଲି ଥଣ୍ଡା ପବନ ଖାଉଛନ୍ତି। ସାବାସ ଭାଇନା ସାବାସ। ଆରେ ସେ ଜଗନ୍ନାଥଙ୍କୁ ସେତିକି ଭଲ ପାଏ ଯେତିକି ଜଣେ ମଣିଷ ତା ପ୍ରିୟ ମଣିଷକୁ ଭଲ ପାଏ। ତା ସେ ଭଲ ପାଇବାରେ ଏତେ ଟିକେ ଛଳନା କି ପାଇବାର ଆଶା ବି ନାହିଁ। ଏ ତ ଖୁବ ଭଲ କଥା। ତା ବୋଲି ସିଏ ଏ ମା ସେ କଥା ବାଇଆ ଆଉ ଜଗନ୍ନାଥଙ୍କ ଭିତରର କଥା। ସେ କଥାଟା ମୋର ମୁଣ୍ଡ ପୁରେଇବା ଦରକାର ନାହିଁ। ଆଚ୍ଛା ଆୟାର ଜିନିଷ ପତ୍ର ସବୁ ସଜାଡ଼ି ଦେଇଛନ୍ତି ତ? ହଁ ହଁ ସୁନା ସବୁ ରେଡି କରିଦେଇଛି। ଶୁଣ ନା ବାୟା କହିଛି ସେଇଟା ତ ଭୁଲା ମନ ସେ ଭୁଲିଯିବ, ହେଲେ ତମେ କେମିତି ଭୁଲି ନ ଯାଅ? କୋଉ କଥା? ପୁରୀରୁ ମୋ ପାଇଁ ଆଡ଼ପ ଅଭଡ଼ା ଟିକେ ଆଣିବ। ଯୋଉ ଆଡ଼ପ ଅଭଡ଼ାକୁ କାଣିଚାଏ ପାଇବା ପାଇଁ ଦେବତାମାନେ କୀଟ ହୋଇ ଆସନ୍ତି, ସେଇଥିରୁ ଟିକେ ପାଇଗଲେ ମୋ ଆତ୍ମା ଶାନ୍ତି ପାଇଯିବ। ମୋ ମନ କାହିଁ ଚାହୁଁନି ମୁଁ ଆଉ ବେଶୀ ଦିନ ବଞ୍ଚିବି। ତେଣୁ ମରିବା ଆଗରୁ ତା ଆଡ଼ପ ଅଭଡ଼ା ଟିକେ ଖାଇବା ପାଇଁ ମୋର ଭାରି ଇଚ୍ଛା ହଉଛି। କିଛି ହବନି ବୋଲି କାହିଁ ସେ ବେକାର କଥା କହୁଛ କହିଲ? ମା କଣ ସେ କଥା ଶୁଣୁଛି? ଏଇ ମା ମୋ ସାଙ୍ଗ ରାଧା ସହିତ ତୋ ପୁଅର ବାହାଘର ହବ, ନାତି ନାତୁଣୀ ହବ, ନାତି ବାହାଘର ହବ, ତାପରେ ଯାଇ ଥାଉ ମୁଁ ଏତେ ମୂର୍ଖ ନୁହେଁ। ଡାକ୍ତର କହିଛନ୍ତି ମୋର ହାର୍ଟ ରୋଗ। ଏ ବୟସରେ ହାର୍ଟ ରୋଗୀ କେତେ ଦିନ ବଞ୍ଚନ୍ତି ସେ କଥା କଣ ମୁଁ ଜାଣି? ଆମେ କିଛି ଜାଣିନ। ମୁଁ କହୁଛି ତମର କିଛି ହବନି। କୋଉ ଡାକ୍ତର କଥା ତମେ ଶୁଣୁନି? ଡାକ୍ତର ସବୁଠାରୁ ବଡ ଡାକ୍ତର ପୁରା ତମ ପାଖରେ ଅଛି। ପକେଇ ମୁଁ ଭାଇ କହିଛି ମା ପାଇଁ ଅଭଡ଼ା, ମୋ ପାଇଁ ମୋତିମାଳି ଆଉ ରାଧା ପାଇଁ ପିଓର ଶଙ୍ଖରେ ତିଆରି ଦିପଟ ଶଙ୍ଖା ଆଣିବ। ସେ କାଳେ ଭୁଲିଯିବ, ତାକୁ ଟିକେ ମନେ ପକେଇ ଦବ। ହଉ ତୁ ଚାଲୁ ବାହାର ଜିନିଷ ପତ୍ର ସବୁ ରେଡି କଲୁ। ଅଜୁ କରୁଛି ପୁରୀରେ ଏବେ ତା ପାଖରେ 3 ଦିନ ରହିବୁ। ଏଠି ସବୁ ଜିନିଷ ପତ୍ର ସଜାଇକି ନେଲେ ସେଠି ପୁରୀ ହଇରାଣ। ଚାଲ ସୁନା। ଭାଉଜ ଆସ। ଏ ସୁନା ଆଲୋ ବେଗ ସଜାଡ଼ିଲୁ? ତୁ ଚାଲ ଯା ଜଲ୍ଦି ଟିକେ ସଜାଡ। କଥା ଛାଡେ ଆଲୋ ଛାଡେ କଥା। ଗୋଟେ ଝିଅ ଛଡା ନା କଣ? ତମେ ମଣିଷ ନା କଣ? ମୁଁ ତ ଡାକୁ ତୁମ ତା ଡେଇଁକି ପଡି ଯାଉଥିଲ। କାଇଁ ଡାକୁଥିଲୁ ମତେ କଣ? ଗୋଟେ କଥା ପଚାରିବାର ଥିଲା ତ ସେଇପାଇଁ ଡାକୁଥିଲି ଆଉ। କଣ ପଚାରିବାର ଅଛି ଶୀଘ୍ର ପଚାରେ। ଆଚ୍ଛା ତମ ଜଗନ୍ନାଥଙ୍କୁ ଗରମ ହଉଛି, ହଁ। ସେ ଗୋଟାଏ ଘର ଭିତରେ ବସି ବୋରିଂ ହଉଛି, ଏସବୁ କଥା ତମେ ଜାଣିପାରୁଛ। କାଠ ତିଆରି ଠାକୁରଙ୍କ ମନ କଥା ବୁଝିପାରୁଛ, ହେଲେ ମୋ ମନ କଥା କେମିତି ବୁଝିପାରୁନ ବୋଲି ସେ କଥା ଭାବୁଛି। ତୋ ମନ କଥା? ହଁ। ତୋ ମନ କଥା କଣ? ତୁ ତ ବାହାରେ ବୁଲିକି ଘିରି ପବନ ଖାଉଛୁ। ତତେ କଣ କାନ୍ଧରେ ନେଇକି ବସିକି ବୁଲେଇ ପବନ ଖୁଆଇଥା? କାନ୍ଧରେ ବୁଲେଇବା ଦରକାର ନାହିଁ ଯେ। ଆଚ୍ଛା ଠାକୁର କଣ ତମକୁ କହିଥିଲେ ତାଙ୍କୁ ଗରମ ହଉଛି ବୋଲି? ଠାକୁର କହିବେ କାହିଁ? ମୁଁ ବାବା ଜଗାର ମନ କଥା ବୁଝିପାରେ। ଠିକ ସେମିତି ମୋ ମନ କଥା। କଣ ଛେନା ଗୁଡ ଦେଇଥିଲି ବା ଖାଇଥିଲୁ? କିଲୋ ସକାଳେ ଦେଉଳ ଆଣି ଚକଡ଼ିକି ଭୋଗ କରି ଛେନା ଗୁଡ କଦଳୀ ଦେଇଥିଲି ଖାଇନଥିଲୁ? ଏ ଭଗବାନ। ଏଠି ନାହାନ୍ତି, ଦେଉଳରେ ଅଛନ୍ତି, ଡାକିବୁ ଯା। ଏ ଶୁଣୁ ମୋର ପୁରୀ ଟାଇମ୍ ହେଇଗଲାଣି। ବସ୍ ଯଦି ପୁଣି ଲୋକ ବସିଯିବେ ସବୁ ସିଟ୍ରେ ଆଉ ସିଟ୍ ନ ପାଇବି ଖୁଣ୍ଟକୁ ଧରିକି ମତେ ପୁରୀ ଯାଇ ଯିବାକୁ ପଡିବ। ମୁଁ ଚାଲି ତତେ ଗପ କହିବାକୁ ମୋର ସମୟ ନାହିଁ। ଆଲୋ ଛାଡେ କଥା। ଓହୋ ତୁ ଗୋଟେ ପିଲା କାଇଁ କଥା ଛାଡୁନୁ? ଆଚ୍ଛା ତମେ ପୁରୀ ଯିବ ନୁ? ହଁ କାଲି ରଥଯାତ୍ରା ଯିବି, ରଥ ଟାଣିବି। ମୋ ମା କହୁଥିଲା ରଥ ଟାଣିଲେ ମଣିଷ ଜନ୍ମର ସବୁ ପାପ ଧୋଇ ହେଇଯିବ। ଆଉ ଯଦି ରଥ ଉପରେ ଥରେ ଜଗନ୍ନାଥଙ୍କୁ ଦେଖିଦେଲ ତାର ତ ମଣିଷ ଜନ୍ମରୁ ନିସ୍ତରି ଯିବ ଆଉ। ଶାସ୍ତ୍ରରେ ବା ଲେଖା ଅଛି ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। କିନ୍ତୁ ତମେ ତ ରଥ ଟାଣି ପାରିବନି। ଡାହୁକ ବୋଲି ଶିଖିଛ? ହଁ, ଯାହାକୁ ଶୁଣିଲେ ଜଗା ଖୁସି ହେଇଯାଏ ଆଉ ତା ନଦୀ ଘୋଷ ଚାଲେ, ତାକୁ କଣ ତମେ ଶିଖିଛ? ଆଉ ମୋ ମା ତ କହୁଥିଲା ଶ୍ରଦ୍ଧାରେ ଟାଣିଲେ ଜଗାର ନନ୍ଦୀ ଘୋଷ ଚାଲେ। ତୁ କହୁଛୁ ଡାହୁକ ବୋଲି। ହଁ ସେ କଥା ତ ସତ, କିନ୍ତୁ ତା ଭିତରେ ଆଉ ଗୋଟେ କଥା ଅଛି। କଣ? ରଥ ଚାଲିଲା ବେଳେ ଜଗା ଜାଣି ଶୁଣି ତା ରଥରେ ବ୍ରେକ୍ ଲଗେଇ ଦିଏ। ହଁ, ଯିଏ ଯେତେ ଜୋର ଲଗେଇଲେ ବି ତା ରଥ ଗଡିବା ତ ଦୂରର କଥା, ଆଦୌ ହଲେନି। ଜଗା ଦେଇଛି ବ୍ରେକ୍। ଠିକ ସେତିକି ବେଳେ ରଥ ଉପରେ ବସିଥିବା ଡାହୁକ ଜୋରେ କହେ ଡାହୁକ ବୋଲିବା, ଆଉ ତା ସାଙ୍ଗରେ ଭକ୍ତମାନେ ସବୁ ପାଳି ଧରନ୍ତି। ଆଉ ତମେ ତ ଶିଖିନା, ତମେ କଣ ଟାଣିବ? ମୁଁ ଶିଖିଛି। ଶିଖିଛୁଟି? ଆଉ ତୁ ଶିଖିଛୁ ମାନେ ମତେ ଶିଖେଇ ଦବୁ। ହଉ ଠିକ ଅଛି, ମୁଁ ତମକୁ ଶିଖେଇ ଦେବି ଯେ, କିନ୍ତୁ ଗୋଟେ ସର୍ତ୍ତରେ। ସର୍ତ୍ତ? କୋଉ ସର୍ତ୍ତ କହୁନୁ? ପୁରୀରୁ ଆଇଲା ବେଳେ ମୋ ନାଗି ଦିପଟ ଶଙ୍ଖା ଆଣିବ।
তো ଗାଲକୁ ଗୋଟେ ଠାଏ କିନା ଦେବି ଜାଣିଛୁ ନା କ'ଣ? ତୁ ବାହା ହେଇନୁ ତୋର ସଂଖ୍ୟା କ'ଣ ହବ ବେକରେ ପକେଇକି ବୁଲିବି ତମ ଫଟୋ ଉଠେଇବ ହେ ତୁ କୁହ ବା ଆଣିବ କି ନାଇଁ ହଉ ଆଣିବୁ ତୁ ଟିକେ ଆଗ ସେ ଡାହୁକ ବୋଲି ଶିଖେଇ ଦେ ଠିକ ଅଛି ମୁଁ କହୁଛି ମୁଁ ଯାହା କହିବି ତମେ ମୋ ପଛେ ପଛେ ଠିକ ସେଇଆ ହିଁ କହିବ ହଁ। କୁହ ହୋ ଭଗତେ ଓ ଭଗତେ ମୁଁ କହିବି ହୋ ଭଗତେ ତମେ କହିବ ଓ ତାପରେ ମୁଁ ଯାହା କହିବି ତମେ ସେଇଆ କହିବ ଓହୋ ସେଇ ଯୁଗରୁ ସମସ୍ତେ ଓ ପକେଇଲେ ଆ ଆଉ ତୁ କହିଲୁ ଯାହା କହିବି ସେଇଆ ଫାର୍ଷ୍ଟଟା ତୁ ଯାହା କହିବି ଓ ତାପରେ ଯାହା କହିବୁ ସେ ସେଇଆ ତାହେଲେ କହ ହୋ ଭଗତେ ଓ ତ ଚାଲେ ଗো ଚାଲେ ଘୁ ତ ଚାଲେ ଗো ଚାଲେ ଘୁ ଯାହା ମୁଣ୍ଡରେ ସିନ୍ଦୁର ଟୋପା ଯାହା ମୁଣ୍ଡରେ ସିନ୍ଦୁର ଟୋପା ଗଇତାମୁ ଏଇ କଥା ଶୁଣିଲେ ଯୋ କାରଣ ଦିଗସ ଚାଲେ ହଁ ଆଉ ଟିକେ ଶିଖେ ଯାହା